ଖୁସି ଅଛନ୍ତି ଏଇ ଚାକିରିରେ? ଆତ୍ମସନ୍ତୋଷ ମିଳୁଛି? ବେଳେ ବେଳେ ସାର୍ ଏଇଟା ଗୋଟେ ଦାମିକା କଥା ମତେ ଥରେ ଜଣେ ସାର୍ କହିଥିଲେ। ସାର୍ ତ ନୁହେଁ, ଜଣେ ବାବାଜୀ ଲୋକ ମତେ କହିଥିଲେ, ଯେତେବେଳେ ତୁ ଜନ୍ମ ହେଇଛୁ ଭଗବାନ ତତେ 10ଟି ଭଲ ଜିନିଷ ଦେଇଛନ୍ତି, 10ଟି ଖରାପ ଜିନିଷ ତ ଆଖି ଆଗରେ ଲେଖା ହେଇଛି। କୁହାଯାଇଛି 15ଟା ନବୁ, ଏ ଭିତରୁ 5ଟା କ୍ୟାନସଲ କରିଦେବେ। ତ 10ଟା ଆପଣ ଭଲ ଫାଷ୍ଟ ନେଇଯିବେ। ଭଲ ବାପା ମା ପାଇବେ, ଭଲ ଭାଇ ଭଉଣୀ ପାଇବେ, ଘର ସଂସାର ପାଇବେ, ପିଲା ଛୁଆ ପାଇବେ, ରୋଜଗାର ପାଇବେ, ଚାକିରି, ଯାହା ଯାହା ଆପଣ କହିଲେ ସବୁଗୁଡା ମିଳିଗଲା। ଏଇ ଯୋଉ 10ଟା ଖରାପରୁ ବି ଆପଣଙ୍କୁ 5ଟା ନେବାକୁ ପଡିବ। ଏଇ 5ଟାରେ ଥିବା ଆପଣଙ୍କର ଅଧା ବୟସରେ ପୁଅ ମରିଯିବ, ଆପଣଙ୍କର ବାହାଘର 6 ମାସ ପରେ ସ୍ତ୍ରୀ ପିଲା ମରିଯିବେ, ଗୋଡ ହାତ ଖଣ୍ଡିଆ ହେଇଯିବ, ବାକି ଟାକି କରିବୁ ଲୋକ ମା ଭଉଣୀ ନେଇ ଗାଳି ଦେବେ। ତାପରେ କୁହାଯିବ ଚାକିରିଟେ କରିବୁ ଯେ କିନ୍ତୁ କମ ପଇସାରେ କରିବୁ, ଆଉ ଚାକିରି କରିବୁ କିନ୍ତୁ ବହୁତ କମ ଦରମା। ମତେ ଲାଗିଛି ବୋଧେ ସେଇଟା ଠିକ। ଏବେ ଚାକିରିଟେ ପଛେ କରେ କମ ଦରମାରେ, କିନ୍ତୁ ମତେ ଏଇଗୁଟା ନ ମିଳୁ। ନିଜ କଥା ଆମେ ନିଜେ ହିଁ ବାଛିକି ଆଣିଛେ, କିନ୍ତୁ ମତେ ଲାଗୁଛି